ମା ମୋ ପୁଅ ଥିଲା ଏଟା ରାତିରେ ହେଇଛି ଆମେ ଜାଣିନି। ଆମେ ଖାଇ ପିଇକି ଆସିକି ମୁଁ 8ଟା ବେଳେ ପୁଅକୁ ଦେଖିକି ଆଇଛି। 8ଟା ବେଳେ ଦେଖିକି ପୁଅ ଭଲ ଥିଲା, ମୁଁ ତାକୁ ବସିକି ଆସିକି ଯାଇନି, ପାଉଡର ଫାଉଡର ଦେବି ଯାଇନି, ସବୁ କଲି। ହଁ ମୁଁ ଯାଇ ମୁଁ ରାତିରେ ଜାଣିପାରିନି। ରାତିରେ ଆମେ ମୁଁ ଆଇସିକୁ ଟିକେ ବୁଲେଇଲେନି, ତମେ ତ ବାହାରେ ଶୁଅ, ଆମେ 2 ଭାଇ ଯାଇ ବାହାରେ ଶୋଇବୁ, ଆଶ୍ରୟସ୍ଥଳରେ ଶୋଇଥିଲୁ। ଯେତେବେଳେ ଗାଡି କରିଦେଇକି ମୋତେ ଝାଡ଼ ପରେ ଆସିଲା ବେଳକୁ ସକାଳକୁ ଦେଖିବି ହୋଟେଲ ଆପଣ ମାନେ ସବୁ ଆସିବେ, ମୁଁ ଦେଖିକି ଦଉନାହାନ୍ତି। ମୁଁ ଉପରକୁ ଗଲି, ମୋ ପୁଅ କାଇଁ ସାଇ କରି ପୁଲିସ ଥରେ ମୁଁ ତା ପଛ ଲାଗୁଛି ଗାଡି କର ତମ ପୁଅ ଯାଇକି ପଳେଇଛି ଏଇଟା କଣ ଇଏ ଯାଇକି ମରିଗଲାଣି, ପଳେଇଛି ସେଠି କଣ କରୁଛ କରି ପୋଷ୍ଟମର୍ଟମ କରି ପଳେଇଛି। ମୁଁ 27 ବର୍ଷ ପୁଅ ଭାଇ 27 ମାଡେଇଥିଲା ଭଲ ଗାଡିରୁ ପଳେଇଥିଲା। ହଁ ମୁଁ କାଲି ମୋ ହାତ ଟେକିದೆ ମତେ ହାତ ଟେକି କଥା କହିନଥିଲା, ହାତ ଟେକି ଦେଇକି ମତେ ଖାଲି ବ୍ଲଡ ଆଣି ଦେଇଛି, ସାର ଲଗେଇଦେବି। ଏବେ ଆସିଲା ଶୁଣିଲେ ପୁଅ ମରିଯାଇଛି ମତ କହିଦେଲି ତ ଆଗରୁ ମରିଯାଇଛି। ମୁଁ ନା ଆଗରୁ ମୁଁ ନେଇକି ମତେ ଭଲ ଥିଲା, ମୁଁ ଯାଇ ଶୁଣିଲି ବାହାରେ ମୋ ଭାଇ ମୋ ବାହାରେ ଶୁଣିଥିଲି, ଆସିଲି ତ ଶୁଣିଥିଲି ବୋଧା ଶୁଣିକି ଆପଣ ଦେଖି ବୁଲିଛି। ମୁଁ ଏତେ ବୁଲିଯିବ ତାପରେ ନ୍ୟୁଜ ଦେଖିଲେ ତ ନ୍ୟୁଜ ଦେବାକୁ ମାସେଣ୍ଟର ଚାଲିଗଲା। ତୁ ମୋବାଇଲ ଦେଖିନି, ମୋବାଇଲ ଦେଖି ମୋ ମିସେସ୍ ମିସେସ୍ ନିଜ ପୁଅ